ମୁଁ ଝରଣା ପଟ୍ଟନାୟକ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଏବଂ ଓଡ଼ିଆ ସାହିତ୍ୟରେ ବହୁ ପୁସ୍ତକ ରଚନା କରିଛି। ମୁଁ ଖୋର୍ଦ୍ଧାର ପ୍ରତିଷ୍ଠିତ ପ୍ରାଣନାଥ ପଟ୍ଟନାୟକ ପରିବାରର ଝିଅ ଏବଂ ଭଦ୍ରକର ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ବୋହୂ ଏବଂ ଏହି ସାହିତ୍ୟରେ ମୋର ରୁଚି ପିଲାଦିନରୁ ଥିଲା, ଏବେ ମଧ୍ୟ ରହିଛି। ଆଉ ବିଶେଷ କରି ବିଜୟଲକ୍ଷ୍ମୀ ଯିଏକି ଆମ ଅଞ୍ଚଳର ଝିଅ ବାସୁଦେବପୁରର, ସେ ଖୁବ୍ ଅତି ଭାବରେ ଆମ ସମସ୍ତଙ୍କୁ ଭଲ ପାଆନ୍ତି ଏବଂ ବହୁତ ବାଧ୍ୟ କଲେ ଅପା ଆପଣ ଯେମିତି ହେଲେ ଆସିବେ, କାହିଁକି ନା ବାଞ୍ଛାନିଧି ମହାନ୍ତିଙ୍କୁ ଏପର୍ଯ୍ୟନ୍ତ ସେ ସମ୍ମାନ ଜାତୀୟ କବି ଭାବରେ ଦିଆ ହେଇନାହିଁ ଓଡ଼ିଶା ସରକାରଙ୍କ ଦ୍ୱାରା। ତଥାପି ଆମେ ସବୁ ସମୟରେ ଚେଷ୍ଟିତ, ଯଦି ବୀରକିଶୋର ରାୟ ଜାତୀୟ କବି ହେଇପାରିଲେ ତାହେଲେ ବାଞ୍ଛାନିଧି ମହାନ୍ତି ଯିଏକି ଅନେକ ଦୁଃଖ କଷଣ ସହି ରାସ୍ତାଘାଟରେ ବୁଲି ବୁଲି ଗୀତ ଗାଉଥିଲେ, ତାଙ୍କୁ ମଧ୍ୟ ସେଇ ଉପାଧି ଦେବା ଦରକାର। ତେଣୁ ବିଜୟଲକ୍ଷ୍ମୀଙ୍କ ପ୍ରଚେଷ୍ଟାରେ ଏଠି ସମସ୍ତେ ଆମେ ଏକାଠି ହେଇଛେ। ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଏଠି ଯେଉଁମାନେ ଉପସ୍ଥିତ ଅଛନ୍ତି ସେମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛି ଯେ ବାଞ୍ଛାନିଧି ମହାନ୍ତି ଯେ ପ୍ରକୃତରେ ଜଣେ ଜାତୀୟ କବି, ତାକୁ ଆମେମାନେ ଲୋକଲୋଚନକୁ ଆଣିବା ପାଇଁ ବହୁ ପ୍ରକାରର ଆଲୋଚନା ସଭା ଦରକାର, ତର୍କ ଦରକାର, ବିତର୍କ ଦରକାର ଏବଂ ସମସ୍ତେ ସେଥିଲାଗି ପ୍ରଚେଷ୍ଟା ଜାରି କରିବା ଦରକାର, ଯାହାଫଳରେ କି ପ୍ରକୃତରେ ଯିଏ ଜାତୀୟ କବି ତାଙ୍କ ନାଁଟା ଓଡ଼ିଶା ସରକାର ମଧ୍ୟ ତାଙ୍କର ଯେଉଁ ରହିଛି ସଂସ୍କୃତି ବିଭାଗ ତା ଦ୍ୱାରା ପ୍ରକାଶିତ କରିବେ ପୁସ୍ତକ ଆକାରରେ।